ପାଠପଢ଼ା ଓ ହସ ଖୁସିର ସମୟ ଅପ୍ରତ୍ୟାଶିତ ଭାବେ ତା ନିକଟରୁ ବାହୁଡ଼ି ଯାଇଛି। ଘରର ଲକ୍ଷ୍ମୀ ଏବେ ସେଜରେ ସମୟ କାଟୁଛି। ଖାଦ୍ୟପେୟଠାରୁ ଆରମ୍ଭ କରି ନିତ୍ୟକର୍ମ ପର୍ଯ୍ୟନ୍ତ ସବୁଥିରେ ପର ଉପରେ ଭରସା। ଏକଦା ଘର ଅଗଣାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଝିଅ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନ ପାଇ ଅକର୍ମଣ୍ୟ ପାଲଟିଥିବା ବେଳେ କଲେଜ ପଢ଼ୁଆ ବୟସରେ ସେ ଏବେ ଦିବ୍ୟାଙ୍ଗ ହୋଇ ପରିବାର ଉପରେ ବୋଝ ପାଲଟିଛି। ହଁ ଦର୍ଶକ ବନ୍ଧୁ, ଆପଣ ଦେଖୁଥିବା ଏହି ଚିତ୍ର ହେଉଛି ଦାନଗଦି ବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତ 11 ନମ୍ବର ୱାର୍ଡ ସିଧୁ ସାହିର ପ୍ରଧାନ ସିଂ ସଏଙ୍କ ଦିବ୍ୟାଙ୍ଗ ଝିଅ ମୁନି। 2010 ମସିହାରେ ଏହି ଆଦିବାସୀ ପରିବାରରେ ଜନ୍ମଲାଭ କରିଥିବା ମୁନି 7 ବର୍ଷ ପର୍ଯ୍ୟନ୍ତ ସ୍ୱାଭାବିକ ଜୀବନ ଯାପନ କରୁଥିଲା। ପରେ ଅଜଣା ରୋଗରେ ପୀଡ଼ିତ ହୋଇଥିଲା ମୁନି। ତାର ବାମପଟ ହାତ, ଗୋଡ଼ ଓ ପାଟି ଟାଣି ହୋଇ ବଙ୍କା ହୋଇଯାଇଥିଲା। ଦିନ ମଜୁରିଆ ଗରିବ ଶ୍ରେଣୀର ପରିବାର ତାକୁ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ। ହେଲେ ମୁନିର ସ୍ୱାସ୍ଥ୍ୟ ଭଲ ନ ହେବାରୁ ଦେଶୀ ଔଷଧ ଉପରେ ଭରସା କରିଥିଲା ପରିବାର। ସେଥିରେ ବି କିଛି ସୁଫଳ ନ ମିଳିବାରୁ ସେବେଠାରୁ ସେ ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିଛି। ଇତିମଧ୍ୟରେ ମୁନିକୁ 16 ବର୍ଷ ହୋଇଥିଲା ମଧ୍ୟ ଭତ୍ତା ଟଙ୍କାରେ ମିଳୁଥିବା ଅର୍ଥରେ ସେ ଜୀବନ ଜିଉଛି। ଅନ୍ୟପଟେ ଆବାସ ଯୋଜନାରେ ମୁନିକୁ ଗୃହ ପ୍ରଦାନ କରାଯାଇଥିଲେ ମଧ୍ୟ ଗୃହଟି ଅଧପନ୍ତରିଆ ଭାବେ ପଡ଼ି ରହିଛି। ଛାତ ପକାଇବାକୁ ମିଳିଥିବା କିସ୍ତି ଅଲଗା ଆକାଉଣ୍ଟକୁ ବି ପଳାଇଥିବା କୁହନ୍ତି ବାପା ପ୍ରଧାନ ସଏ। ତେବେ ଉପଯୁକ୍ତ ଚିକିତ୍ସା ଅଭାବରୁ ଶଯ୍ୟାରେ ଜୀବନ ବିତାଉଥିବା ଝିଅଟିର ଉନ୍ନତ ଚିକିତ୍ସା ପାଇଁ ପ୍ରଶାସନ ଆଗଭର ହେବା ସଙ୍ଗେ ସଙ୍ଗେ ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ବୈଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇଲେ ଝିଅଟିର ଜୀବନ ରକ୍ଷା ହୋଇପାରନ୍ତା। ଟମ୍କାରୁ ଅବତାର ଅଲିଙ୍କ ରିପୋର୍ଟ, ମହାଗିରି ନ୍ୟୁଜ୍।